ଆମେ ଭଗବାନଙ୍କୁ ଦେଖିନାହୁଁ, ଦେଖିବା ପାଇଁ ଚେଷ୍ଟା କଲେ ବି ଦର୍ଶନ କରିପାରିବୁ। ଆମେ ପ୍ରତ୍ୟକ୍ଷରେ ଗୁରୁଙ୍କୁ ଦର୍ଶନ କରୁଛୁ, ଗୁରୁଙ୍କ ସାନ୍ନିଧ୍ୟରେ ଆସୁଛୁ, ଗୁରୁ ବୋଲି ଗ୍ରହଣ କରିଛୁ। ବହୁତ ବଡ଼ କଥା। କେତେ ଜଣ ଲୋକ ଏ କଳି ଯୁଗରେ ଗୁରୁ ଗ୍ରହଣ କରୁଛନ୍ତି। ଯଦି ଗୁରୁ ଗ୍ରହଣ କଥା କୁହାଯିବ, ଏବେ ପ୍ରାୟ ଲୋକ ସମସ୍ତେ ନାକ ଟେକୁଛନ୍ତି ଗୁରୁ ଗ୍ରହଣ କରିବାର ଆବଶ୍ୟକତା କ'ଣ ଅଛି। ଯଦି ଗୁରୁ ଗ୍ରହଣ କରିଛନ୍ତି, ତାଙ୍କର ପିଲାମାନଙ୍କୁ, ସନ୍ତାନମାନଙ୍କୁ ଗୁରୁଙ୍କ ପାଖକୁ ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି। କାଳେ ପିଲାମାନେ ସ୍ପିରିଚୁଆଲ ମାଇଣ୍ଡେଡ଼ ହେଇଯିବେ, କାଳେ ଭେଜିଟେରିଆନ ହେଇଯିବେ, କାଳେ ଧ୍ୟାନ ଜପରେ ବସି ପଡ଼ିବେ, ଏମାନଙ୍କର ଭାଗ୍ୟଟା ଖରାପ ହେଇଯିବ, ଏମାନେ ଭୌତିକ ଦୁନିଆରୁ କାଳେ ଦୂରେଇ ଯିବେ। ଏବେ ଦେଖନ୍ତୁ, ସବୁ ବାପା ମାଆଙ୍କର ଇଏ ଗୋଟେ ଭୟ।